ବିଜୁ ଜନତା ଦଳର ୱାର୍ଡସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ। ଅନୁଗୁଳ ନିର୍ବାଚନ ମଣ୍ଡଳୀର ପୌରପାଳିକା ହୁଲୁରୀ ସିଂଘା ଅନ୍ତର୍ଗତ ୱାର୍ଡ ନମ୍ବର 7, 8 ନମ୍ବର ୱାର୍ଡ, 9 ନମ୍ବର ୱାର୍ଡଠାରେ ବିଜୁ ଜନତା ଦଳର ୱାର୍ଡସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଢେଙ୍କାନାଳ ଲୋକସଭା କ୍ଷେତ୍ର ବିଜେଡି ସାଂସଦ ପ୍ରାର୍ଥୀ ଡକ୍ଟର ଅବିନାଶ ସାମଲ, ଅନୁଗୁଳ ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟିକା ପ୍ରାର୍ଥିନୀ ଶ୍ରୀମତୀ ସଂଯୁକ୍ତା ସିଂ, ଅନୁଗୁଳ ବିଧାୟକ ଶ୍ରୀଯୁକ୍ତ ରଜନୀକାନ୍ତ ସିଂ, ନଗରପାଳ ଶ୍ରୀ ଅକ୍ଷୟ କୁମାର ସାମନ୍ତ, ଅନୁଗୁଳ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଶ୍ରୀ କୁନୁ ବିହାରୀ ଦାସ, ଅନୁଗୁଳ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଶ୍ରୀ ଚିନ୍ମୟ ସାହୁ, ଅନୁଗୁଳ ନିର୍ବାଚନ ମଣ୍ଡଳୀର ସହ ପର୍ଯ୍ୟବେକ୍ଷକ ଶ୍ରୀ ଅରୂପ ଶ୍ରୀଚନ୍ଦନ, ବରପାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ନାଥ, 1 ନମ୍ବର ୱାର୍ଡ କାଉନସିଲର ଶ୍ରୀମତୀ ସୁକାନ୍ତି ଦାସ, ସଂଘମିତ୍ରା ପ୍ରଧାନ, 23 ନମ୍ବର କାଉନସିଲର ଶ୍ରୀମତୀ ସୂର୍ଯ୍ୟସ୍ନାତା ସାହୁ, ନଗର ବିଜୁ ଯୁବ ଜନତା ଦଳ ସଭାପତି ବିଶ୍ୱରଞ୍ଜନ ସାହୁ, ନଗର ମହିଳା ସଭାପତି ମାଳିନୀ ସର, ଜିଲ୍ଲା ମହିଳା ସମ୍ପାଦକ ରୀତା ସିଂ, ବିଚିତ୍ର ନାୟକ, ବ୍ରହ୍ମଜ୍ୟୋତି ମିଶ୍ର ଓ ଦଳର ନେତୃମଣ୍ଡଳୀ ଉପସ୍ଥିତ ରହି ସଂଗଠନ ଓ ଆଗାମୀ ନିର୍ବାଚନ ରଣନୀତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଉପସ୍ଥିତ ଅତିଥିମାନେ କିପରି ଯୋଡ଼ି ସଂଖ୍ୟାରେ ଲୋକମାନେ ଭୋଟ ଦେବେ କର୍ମୀ ସମ୍ମିଳନୀ ଉଦ୍ବୋଧନ ଦେଇଥିଲେ।